ବର୍ଷ ଥିଲା 1918 ଯେବେ ଏସ୍ ଦେବ୍ରେ ନାମକ ଜଣେ ଫଟୋଗ୍ରାଫର ତାଙ୍କ ପୁରୁଣା କ୍ୟାମେରାରେ ଭୁଲରେ ଗୋଟେ ଫଟୋ ଉଠେଇ ଦେଇଥିଲେ, ଯେଉଁ ଫଟୋକୁ ଆଜି ହଜାର ହଜାର ମନ୍ଦିରରେ ଲକ୍ଷ ଲକ୍ଷ ଲୋକମାନେ ପୂଜା କରୁଛନ୍ତି। ସେହି ଫଟୋଟି ଥିଲା ଶିରିଡିର ସାଇ ବାବାଙ୍କର। ହେଲେ କ'ଣ ତମେ ଜାଣିଛ ସାଇ ବାବା ଆକ୍ଚୁଆଲିରେ କିଏ ଥିଲେ? ସେ କୋଉଠୁ ଆସିଥିଲେ? ସେ ଭଗବାନ ଥିଲେ ନା ଜଣେ ସିଦ୍ଧ ଫକୀର? ସେ ହିନ୍ଦୁ ଥିଲେ ନା ମୁସଲମାନ? ଯଦି ସେ ମୁସଲମାନ ଥିଲେ ତାହେଲେ କାହିଁକି ଗୋଟେ ଲିମ୍ବ ଗଛ ତଳେ ବସିକି ଭଜନ ଗାଉଥିଲେ? ଆଉ ଯଦି ସେ ହିନ୍ଦୁ ଥିଲେ ତାହେଲେ କାହିଁକି ଜୀବନ ସାରା ଗୋଟେ ମସଜିଦରେ ରହିକି ଆଲ୍ଲାହ ମାଲିକର ଜପ କରୁଥିଲେ? କ'ଣ ଥିଲା ୟା ପଛର ରହସ୍ୟ? ଚାଲନ୍ତୁ ଜାଣିବା ଆଜିର ଏହି ଭିଡିଓରେ। ଶ୍ରୀ ସାଇ ସଚ୍ଚରିତ ଅନୁସାରେ 1854 ମସିହା ପାଖାପାଖିରେ ଶିରିଡିରେ ଜଣେ 16 ବର୍ଷର ବାଳକକୁ ପ୍ରଥମ ଥର ଲିମ୍ବ ଗଛ ତଳେ ବସିକି ଧ୍ୟାନ କରିବାର ଦେଖିବାକୁ ମିଳିଥିଲା। ସେହି ବାଳକଟିକୁ ଖରା ବର୍ଷା ଶୀତର କୌଣସି ବି ପ୍ରଭାବ ପଡୁନଥିଲା। ସେ ଦିନ ରାତି କେବଳ ସେହି ଗଛ ତଳେ ବସିକି ଧ୍ୟାନ କରୁଥିଲା। ସେହି ଗାଁର କିଛି ଲୋକମାନେ ସେହି ବାଳକକୁ ଫକୀର ସନ୍ଥ ମାନିକି ସମ୍ମାନ ଦେଉଥିଲେ, ତ ଆଉ କିଛି ଲୋକମାନେ ସେହି ପିଲାଟିକୁ ପାଗଳ ଭାବିକି ଇଟା ପଥର ଫୋପାଡୁଥିଲେ। ହେଲେ ଏଥିରେ ସେ ବାଳକକୁ କିଛି ବି ଫରକ ପଡୁନଥିଲା। ହେଲେ କିଛି ଦିନ ପରେ ହଠାତ୍ ସେହି ବାଳକ ଜଣକ କୁଆଡେ ଚାଲିଗଲା, ଆଉ ଫେରିଲାନି। ଏବେ ଗାଁ ଲୋକମାନଙ୍କର ମନରେ ବହୁତ ସାରା ପ୍ରଶ୍ନ ଉଠୁଥିଲା, ଯେମିତିକି ସେ ବାଳକ ଜଣକ କିଏ ଥିଲା, ସେ କୋଉଠୁ ଆସିଥିଲା, ଆଉ ପୁଣି ସେ କୁଆଡେ ଚାଲିଗଲା, ସେ କେବଳ କାହିଁକି ସେହି ଲିମ୍ବ ଗଛ ତଳେ ବସିକି ଧ୍ୟାନ କରୁଥିଲା? ଏହି ସବୁ ପ୍ରଶ୍ନର ଉତ୍ତର କାହା ପାଖରେ ବି ନଥିଲା। ହେଲେ ପ୍ରକୃତ କାହାଣୀ ତ ଏବେଠାରୁ ହିଁ ଆରମ୍ଭ ହେଲା। ପାଖାପାଖି 3 ବର୍ଷ ପରେ ମାନେ କି 1858 ମସିହାରେ ଶିରିଡିରେ ଜଣେ ମୁସଲିମ ପରିବାରର ବାହାଘର ହେଉଥିଲା। ସେହି ବାହାଘରରେ ଆସିଥିବା ବରଯାତ୍ରୀମାନଙ୍କ ସହ ସେହି ରହସ୍ୟମୟ ଯୁବକ ଜଣକୁ ପୁଣି ଦେଖିବାକୁ ପାଇଲେ, ଆଉ ସେ ସିଧା ଖଣ୍ଡୋବା ମନ୍ଦିରକୁ ଗଲା। ଯେତେବେଳେ ସେହି ମନ୍ଦିରର ପୂଜାରୀ ଯୁବକ ଜଣକୁ ଦେଖିଲେ ସେ ପୁରା ଆଶ୍ଚର୍ଯ୍ୟ ହେଇଗଲେ, ଆଉ ତାଙ୍କ ପାଟିରୁ ବାହାରିଗଲା ଇଏ ସାଇ, ମାନେ ହେଲା ସାଇ ଏଠାକୁ ଆସ। ଆଉ ଏବେଠାରୁ ହିଁ ସେହି ବାଳକ ଜଣଙ୍କର ନାଁ ହେଇଗଲା ସାଇ ବାବା। ନାମଟା ସିନା ମିଳିଯାଇଥିଲା, ହେଲେ ଏବେ ବି ସମସ୍ତଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ ଥିଲା, ଏ ସାଇ ବାବା କିଏ? ସଦ୍ଗୁରୁ ସାଇ ଦର୍ଶନ ପୁସ୍ତକ ଅନୁସାରେ ସାଇ ବାବାଙ୍କର ଜନ୍ମ ମହାରାଷ୍ଟ୍ରର ଗୋଟେ ଛୋଟ ଗାଁ ଯାହାର ନାଁ ହେଲା ପଥ୍ରେଇ। ସେହି ଗାଁର କଶ୍ୟପ ଗୋତ୍ରରେ ଜଣେ ୟଜୁର୍ବେଦୀ ବ୍ରାହ୍ମଣଙ୍କ ପରିବାରରେ ଜନ୍ମ ହେଇଥିଲା। ତାଙ୍କ ବାପାଙ୍କ ନାଁ ଥିଲା ଗଙ୍ଗାରାଓ, ଶ୍ରଦ୍ଧାରେ ସମସ୍ତେ ଭଗବତ ରାଓ ଡାକନ୍ତି, ଆଉ ମାଙ୍କ ନାଁ ଥିଲା ଦେବକୀଗିରି, ସମସ୍ତେ ତାଙ୍କୁ ଶ୍ରଦ୍ଧାରେ ଅନୁସୟା ମା ବୋଲି ଡାକନ୍ତି। ହେଲେ ସାଇ ବାବା ଯେତେବେଳେ 6 ବର୍ଷର ହେଇଥିଲେ ସେ ଅନାଥ ହେଇଗଲେ, ଯେଉଁଥିପାଇଁ ତାଙ୍କୁ ଜଣେ ମୁସଲିମ ଫକୀର ଯାହାଙ୍କର ନାଁ ଥିଲା ରୋଜନ ଶାହା, ସେ ତାଙ୍କୁ ଲାଳନ ପାଳନ କରିକି ବଡ଼ କରିଥିଲେ। ସାଇ ବାବା ଯେତେବେଳେ 12 ବର୍ଷର ହେଇଥିଲେ ସେତେବେଳେ ସୁଦ୍ଧା ସେ କୋରାନ ପୁରା କଣ୍ଠସ୍ଥ କରିଦେଇଥିଲେ। ସେମିତି ଦେଖିବାକୁ ଗଲେ ଶ୍ରୀ ସାଇ ଗୁରୁ ଚରିତ୍ର ଗ୍ରନ୍ଥ ଅନୁସାରେ ବାବାଙ୍କର ଆଶ୍ଚର୍ଯ୍ୟଜନକ ତଥ୍ୟ ସବୁ ଉଲ୍ଲେଖ କରାଯାଇଛି। ସେସବୁ ଆମେ ଆଗକୁ ଆଲୋଚନା କରିବା, ହେଲେ ତା ପୂର୍ବରୁ ଚାଲନ୍ତୁ ପ୍ରଥମେ ଏଇଟା ଜାଣିଯିବା ଶିରିଡି ଫେରିବା ପରେ ତାଙ୍କ ଜୀବନ କେମିତି କଟୁଥିଲା। ହେଲେ ତା ପୂର୍ବରୁ ଭିଡ଼ିଓଟିକୁ ଲାଇକ୍ କରିବା ସହ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଯାହାଦ୍ୱାରା ଏମିତି ନୂଆ ନୂଆ କଥା ସବୁବେଳେ ଜାଣିବାକୁ ପାଇବ। ଆଉ ତା ସହିତ କମେଣ୍ଟ ବି କରିକି ଏଇଟା ଜଣେଇ ଦିଅନ୍ତୁ ତମେ ସାଇବାବାଙ୍କୁ ମାନ କି ନାହିଁ। ଶିରିଡି ଫେରିବା ପରେ ସାଇବାବା ପୁଣି ସେହି ଲିମ୍ବ ଗଛ ତଳେ ବସିକି ଧ୍ୟାନ କରିବାକୁ ଆରମ୍ଭ କଲେ। ତା ସହ ଦିନ ସାରା ଭିକ୍ଷା ମାଗନ୍ତି, ଆଉ ରାତି ହେଲେ ସେହି ଗଛ ତଳେ ଶୋଇପଡ଼ନ୍ତି। ଯେତେବେଳେ ଗାଁ ବାଲା ପଚାରିବାକୁ ଲାଗିଲେ ତମେ ସବୁବେଳେ ଏହି ଗଛ ତଳେ ହିଁ କାହିଁକି ବସୁଛ, ତ ବାବା ବହୁତ ସରଳ ଭାବରେ ଉତ୍ତର ଦେଇ କହିଲେ କି ଏହି ଜାଗାଟା ହେଲା ମୋ ଗୁରୁଙ୍କର ସ୍ଥାନ, ଆଉ କେବଳ ସେଥିପାଇଁ ମୁଁ ସବୁବେଳେ ଏଇଠି ହିଁ ବିଶ୍ରାମ କରେ। ଯେତେବେଳେ ଗାଁ ଲୋକମାନେ ଏହି କଥାକୁ ମଜାକରେ ଉଡ଼େଇ ଦେଲେ, ସେତେବେଳେ ସାଇ ବାବା ସେହି ଲିମ୍ବ ଗଛର ସାମ୍ନାରେ ତାଙ୍କୁ ଖୋଳିବା ପାଇଁ କହିଲେ। ଲୋକମାନେ ଯେତେବେଳେ ଖୋଳିବା ଆରମ୍ଭ କଲେ ତା ଭିତରେ ଗୋଟେ ଗୁମ୍ଫା ବାହାରିଲା। ସେହି ଗୁମ୍ଫାକୁ ଦେଖିବା ପରେ ଲୋକମାନେ ପୁରାପୁରି ଆଶ୍ଚର୍ଯ୍ୟ ହେଇଗଲେ। ସେହି ଗୁମ୍ଫା ଭିତରେ 4ଟି ଦୀପ ରହସ୍ୟମୟ ଭାବେ ଜଳୁଥିଲା। ବାବା କହିଲେ ଏଇଟା ମୋ ଗୁରୁଙ୍କର ସମାଧି, ଆଉ ଏଇଟା ତାଙ୍କ ତପସ୍ୟା ସ୍ଥାନ, ଯୋଉ ଜାଗାକୁ ଆଜି ଶିରିଡିରେ ଗୁରୁସ୍ଥାନ ନାମରେ ଜଣାଯାଏ। ହେଲେ ଆଉ ଗୋଟେ କଥା ତମେ ଜାଣିକି ଆଶ୍ଚର୍ଯ୍ୟ ହେବ, ଯୋଉ ଲିମ୍ବ ଗଛ ତଳେ ବାବା ବସିକି ଧ୍ୟାନ କରନ୍ତି ସେହି ଲିମ୍ବ ଗଛର ପତ୍ର ପିତା ଲାଗେନି, ବରଂ ବହୁତ ଅତ୍ୟନ୍ତ ମିଠା ହିଁ ଲାଗିଥାଏ। ତାର କାରଣ କ'ଣ ଆଜି ପର୍ଯ୍ୟନ୍ତ ବୈଜ୍ଞାନିକ ମାନେ ବି ଖୋଜିକି ପାଇନାହାନ୍ତି। ବାବା ପ୍ରଥମେ ଗାଁ ମନ୍ଦିରରେ ରହିବାକୁ ଇଚ୍ଛା କରୁଥିଲେ, ହେଲେ ଗାଁ ମନ୍ଦିରର ପୂଜାରୀ ମନେ ମନେ ଭାବିବାକୁ ଲାଗିଲେ କେହି ଜଣେ ମୁସଲିମ ଭେଷ ଧାରଣ କରିକି ମନ୍ଦିରରେ କେମିତି ରହିବେ।
हेले साई बाबा तांको मन कथा पढ़ी पारिथिले जोथिपाई साई बाबा मंदिररू चुपचाप बाहरी आसी गाँ पाखरे थिबा गोटे भंगा मस्जिद को सफा करिकी रहिबाकु लागिले आउ सेही भंगा मस्जिद को द्वारकामयी भाबरे नामित करिदेले जोटा कि भगवान कृष्णଙ୍କ नगरी द्वारका हिसाब रे नामित करा जायथिला। ए कथा जानिबा परे सारा गाँ लोक पूरा पूरी आश्चर्य हो जाइथिले। हेले साई बाबांकर प्रत्येकटी कथा को बुझिबा कोनोसी साधारण मनीष पई संभव नथिला। जेमिति कि द्वारकामयी भितरे साई बाबा सबु बेले गोटे जगह निया जळै की रखुथिले जाहाकु से धुनी बोली कुहंती। एही धुनी कोनोसी साधारण निया नथिला, ये गोटे एमिति पवित्र जिंस थिला जोठी सबु बेले निया जळुथाए। आउ निया जଳି सारिबा परे सेही पाउंसकु साई बाबा विभूति रूपरे बांटी दियंती। सेही विभूति को लगेइकी लोकमानंकर बड़ बड़ रोग मध्य सहजरे भल हो जाउथुला। जो मानंकर बड़ बड़ रोग थिला सेमाने सेही विभूति को पानी रे गोळेकी पिउथुले, ता द्वारा भी तांकर बहुत बड़ बड़ रोग सहजरे भल हो जाउथुला। एही कथा को वैज्ञानिक माने भी चिंतारे पड़ी जाइथिले कि साधारण काठर पाउंसरे एमिति कोन अछि जहा बड़ बड़ रोग को मध्य सहजरे भल करि देउची। बाबांकर खाली एतिकी चमत्कार नथिला, आहुरी बहुत सारा चमत्कार थिला। जेमिति बाबा प्रतिदिन द्वारकामयी रे दीप जळेबा पई दुकान को बुली बुली तेल मागिबा को जांती। हेले दिने गोटे दुकानी बाबा को अपमानित करिकी तेल न देबा पई कहिदेला। बाबा सेठी किछि कहिलेनी, शांत भाबरे चुपचाप टिफिन नेकी पळी आसिले। आउ द्वारकामयी आसीबा परे दीपरे से पानी पुरेइकी निया लगेइले। तमे जानिकी आश्चर्य हेबो, सेही दीप तेलर दीप ठारू भी अधिक जोरी जळिबाकु लागिला। याको देखिबा परे गाँ लोक माने तो बहुत सहजरे बुझी जाइतिले कि साई बाबा कोनोसी साधारण लोक नुहंती। ता छड़ा बाबा दुईटी जगार थिबार चमत्कार विषय समस्ते जानिचंती। माने कि बाबा द्वारकामयी रे उपस्थित थिबा बेले भी द्वारकामयी रु बहुत दूर रे जेतेबेले कोनोसी भक्तंको उपरे संकट आसे सेठी मध्य बाबा उपस्थित रहिकी संकटरू भक्तंको रक्षा करिथांती। हेले बाबा को नहीं कि गोटे प्रश्न सबु बेले समस्त मन में अटकुला कि साई बाबा हिंदू थिले ना मुस्लिम। कहीं ना साई बाबांकर वस्त्र जड़े मुस्लिम फकीरंक भली ही थिला। आउ जीवन सारा जो जगह को से निजर घर भाविकी रहुतिले सेटा गोटे मस्जिद थिला। साई सच्चरित अनुसार साई बाबा सबु बेले अल्लाह मालिक रो उच्चारण करती। खाली एतिकी नुह, खाद्य खाइबा पूर्वरु से मुस्लिम प्रार्थना मध्य पढ़ी थांती। ता सह तांको कव्वाली सुनिबा पई भी बहुत पसंद थिला। एही सब पॉइंट को देखिबा परे जने साधारण मनुष्य तो एटा ही भाबिबो कि साई बाबा मुस्लिम बोली। हेले साई बाबा को आउ गोटे पटे देखिबा को गले साई बाबा कान फुटेइथिले जेमिति हिंदू साधु संत माने फुटेइ थांती। बाबा 24 घंटा द्वारकामयी रे निया लगेइकी रखि थांती, जो प्रथाटा हिंदू साधु संत माने करि थांती। ता छड़ा साई बाबा मुंडरे हिंदूंक भली चंदनर तिलक लगे थांती। मंदिर रे भजन कीर्तन करती। रामनवमी को सेतिकी आग्रहर सह सेलिब्रेट करती जेमिति ईद आउ मोहरम को सेलिब्रेट करती। बाबांकर एही सबु पॉइंट पई हिंदू लोक माने भाबंती जदि ये मुसलमान ताहले आमे काहे कि यांको आगरे मुंड नुआइबु। आउ मुसलमान माने भाबंती जदि ये हिंदू कल्चर को भी मानुचंती ताहले आमे यांको निजर काहे कि मानिबु। हेले प्रकृत सतत एइटा थिला, साई बाबा एही दुईटी धर्मरू बहुत ऊपर को उठी सारिथिले। से केबे भी काहारी धर्म को बदलैबाकू चेष्टा करंतिनी, बरं जो माने धर्म परिवर्तन करंती तांकू सबु बेले विरोध करंती। साई बाबा मानंती धर्म बदलै देले आत्मा मुक्ति पाई जाएनी, बरं प्रकृत धर्म हेला सेइटा जोटा मनुष्यर भितरे थाए। सेटा हेला निष्ठा, श्रद्धा आउ सबुरी माने कि धैर्य। बाबा सबु बेले एइटा कहंती कि तमे मंदिर रे पूजा कर कि मस्जिद रे सजदा कर, जदि तम हृदय रे मनुष्यत्व नामक कौनसी भी जिंस नाही ताहेले तमर सबु पूजा अधूरा। सेथिपाई बाबा सबु बेले गोटिए कथा कहंती, सबका मालिक एक है। साई बाबांकर केवल एही भावना पाई तांको आज कोटी कोटी लोक माने मनरे भक्ति करूचंती। कौन तमे भी साई बाबा को मनरे भक्ति कर कि नाही कमेंट सेक्शन में निश्चय जणाओ।